କାହାଣୀ ଅବଲକରା କଥା। ଅବଲକରାର ବାହାଘର। ପଣ୍ଡିତ ଆଚାର୍ଯ୍ୟ ମହାଶୟଙ୍କୁ ସମଗ୍ର ଭାରତର ତୀର୍ଥସ୍ଥାନ, ସହର, ଉପକଣ୍ଠ ଓ ରାଜସ୍ଥାନ ଭ୍ରମଣ କରିବାକୁ ସେତେବେଳ କାଳରେ ପ୍ରାୟ 3 ବରଷ ସମୟ ଲାଗିଥିଲା। ପଣ୍ଡିତଙ୍କର ଅଗାଧ ପାଣ୍ଡିତ୍ୟ ଓ ଅପୂର୍ବ ଜ୍ଞାନ, ଦିବ୍ୟ ଚେତନା ତଥା ଆଗତ ଭବିଷ୍ୟତ ଦୃଷ୍ଟି ଥିବାରୁ ଏହି ଦୀର୍ଘ ଦିନ ବିପଦ ସଂକୁଳ ପରିଭ୍ରମଣ ପଥରେ ଅଗ୍ରସର ହୋଇଥିଲେ। ଅବଲକରା ପରି ନିରୀହ, ସୁସ୍ଥ, ସବଳ, ମୂର୍ଖ, ଜିଦଖୋର ଯୁବକ, ଯିଏକି କଥା କହିଲେ ମାନେ ନାହିଁ, ବୋଲ ମାନୁନଥିବା ଅଖାଡୁଆକୁ ସାଙ୍ଗରେ କାହିଁକି ନେଇ ଯାଇଥିଲେ, ସେ ସମ୍ବନ୍ଧରେ ପଣ୍ଡିତେ ତାଙ୍କ ପରିଭ୍ରମଣ ଟିପ୍ପଣୀରେ ଲେଖିଛନ୍ତି। କିଂ କୁର୍ବନ୍ତ ନ କୁର୍ବନ୍ତି ମନୁଷା ଜ୍ଞାନ ମାର୍ଗେଣ ଜାନ୍ୟତେ ପଣ୍ଡିତେ ଜନ। ଏଣୁ ଅବଲକରା କିଏ, ତାର ପୂର୍ବଜନ୍ମ ଓ ତାର ଭବିଷ୍ୟତ ସମ୍ବନ୍ଧରେ ପଣ୍ଡିତେ ଦୂରଦୃଷ୍ଟିରେ ବେଶ ଜାଣିଥିଲେ। ପୂର୍ବଜନ୍ମରେ ଅବଲକରା ବ୍ରାହ୍ମଣ ଥିଲା ଓ ପଣ୍ଡିତଙ୍କର ଶିଷ୍ୟ ଥିଲା। କେତେକ ଗୁରୁଦ୍ରୋହୀ ଅପରାଧରୁ ବୋକା, ମୂର୍ଖ ଓ ଦରିଦ୍ର ହୋଇ ଜନ୍ମ ହୋଇଥିଲା ନାପିତ ଘରେ। ଏ କଥାକୁ ଗୁରୁ ଆଚାର୍ଯ୍ୟ ଜାଣିଥିଲେ। ଏଣୁ ତାର ସଦ୍ଗତି ଓ ତାର ସେବା ଦେଇ ତାକୁ ମୁକ୍ତ କରିବାର ବାସନା ଦେଇ ସେ ସାଙ୍ଗରେ ନେଇଥିଲେ। ଏହି ଦୀର୍ଘ ଦିନ ପରିଭ୍ରମଣ ଭିତରେ ପଣ୍ଡିତେ କେବେ କେଉଁଠି ଭିକ୍ଷା କରି ହାତ ପାତି ନଥିଲେ। କିନ୍ତୁ ତାଙ୍କ ଗଣ୍ଠିଲି ଭିତରୁ ପଇସା ଯେତେ ଖରଚ କଲେ ବି ସେତେ ବାହାରୁଥିଲା। ଏହାର ବିଶେଷ କାରଣ ହେଲା, ଗୁରୁ ରୂପରେ ସେ ସିଦ୍ଧ ଥିବାରୁ ଶକ୍ତି ରୂପୀ ପ୍ରକୃତି ଶୂନ୍ୟସ୍ଥାନ ପୂରଣ କରୁଥିଲେ ଲକ୍ଷ୍ମୀ ରୂପରେ। ପଣ୍ଡିତେ ଓ ଅବଲକରା ଶେଷ ପରିଭ୍ରମଣରେ ପହଞ୍ଚିଥିଲେ ନୀଳାଦ୍ରି ବିହାରୀ ଶ୍ରୀକ୍ଷେତ୍ରରେ। ସେଠାରେ ଜଗନ୍ନାଥଙ୍କର ଦର୍ଶନ କରି ଜୀବନକୁ ସାର୍ଥକ କରିଥିଲେ। ଏହି ପଣ୍ଡିତଙ୍କୁ ପୁରୀର ଠାକୁର ରାଜା ସେତେବେଳେ ସମ୍ମାନ ନେଇ ରହିବା ଲାଗି ଏକ ଗୁରୁ ଆଶ୍ରମ କରାଇ ଦେଇଥିଲେ। ଶ୍ରୀକ୍ଷେତ୍ରରେ ନିକଟବର୍ତ୍ତୀ ଏକ ନାପିତ ବୃଦ୍ଧ ସାଙ୍ଗରେ ତାଙ୍କର ଏକମାତ୍ର ନାତୁଣୀ ଉଦଣ୍ଡିକୁ ଦେଇ ଜଗନ୍ନାଥଙ୍କର ସ୍ୱପ୍ନାଦେଶରେ ପହଞ୍ଚିଲେ ପଣ୍ଡିତଙ୍କ ପାଖରେ। ଉଦଣ୍ଡି ସୁନ୍ଦରୀ, ବିଦୁଷୀ, ହେଲେ ଉଗ୍ରଚଣ୍ଡୀ ପରି, ପିତୃମାତୃହୀନା। କେଉଁଠି ତାକୁ ବିବାହ ଦେଇ ବୃଦ୍ଧ ହେବେ, ସେ କଥା ସେ ସ୍ୱପ୍ନାଦେଶ ପାଇ ପଣ୍ଡିତଙ୍କୁ ତାଙ୍କର ନିଶ୍ଚିତ ଅଭିପ୍ରାୟ ଜଣାଇଥିଲେ। ପୂର୍ବରୁ ପଣ୍ଡିତେ ଜାଣିଥିଲେ, ପଣ୍ଡିତଙ୍କ ପାଖରେ ପ୍ରେତମୋହିନୀ ଯେଉଁ ସ୍ୱର୍ଣ୍ଣମୁଦ୍ରା ଦେଇଥିଲେ, ତାହା ତାଙ୍କ ପାଖରେ ଥିଲା। ପଣ୍ଡିତେ ଅବଲକରାକୁ ବୁଝାଇ ସେଠାରେ ଜାଗା, ବାଡ଼ି, ଘର କରାଇ ଦେଇ ଅବଲକରାକୁ ଉଦଣ୍ଡି ସହିତ ବିବାହ କରାଇଥିଲେ। ଧନର ଅଭାବ ନଥିଲା। ଖୁବ୍ ବଡ଼ ଲୋକ ପରି ଅବଲକରା ଚଳିଥିଲା। ହେଲେ ଉଦଣ୍ଡିର ଉଗ୍ର ସ୍ୱଭାବରେ ସେ ଦିନକର ବିରକ୍ତ ହୋଇ ପଣ୍ଡିତକୁ ଯାଇ କହିଲା, ହେଲେ ଗୋସାଇଁ ମହାପୁରୁ, ତମେ ତ ଆଚ୍ଛା ମଣିଷ, ମୋତେ ଏ ବିପଦରେ ପକାଇଲ କାହିଁକି? ମୁଁ ତ ବାହା ହେଲି, ଭାରିଜାତ ମୋତେ ଖାତିର କରୁନି। ତମେ ବାବୁ ସେ ଉଦଣ୍ଡିକୁ ରଖ, ମୋ ବାଟେ ମୁଁ ଚାଲିଲି। ପଣ୍ଡିତେ ହସିଲେ, ଆରେ ସତରେ ତୁ ଗୋଟାଏ ଅବଲକରା। ମୁଁ ବୁଢ଼ା ଦିନେ ତୋ ଷୋଡ଼ଶୀ ଭାରିଜା ରଖିବି, ତୁ ପଳାଇବୁ, କଥାଟା ନାକରା କଥା। ଅବଲକରା ଏକ ଜିଦିଆ। ସେ ତା ଷୋଡ଼ଶୀ ଭାରିଜା ଉପରେ ଖପା ହୋଇଯାଇଥିଲା। ପଣ୍ଡିତେ ବଡ଼ ଅସୁବିଧାରେ ପଡ଼ିଲେ। କ'ଣ କରିବେ? ଅବଲକରାର ଘରକୁ ଯାଇ ଉଦଣ୍ଡିକୁ ବୁଝାଇ ତା ପାଖରେ ତା ଜେଜକୁ ଛାଡ଼ିଦେଲେ। ଅବଲକରାର ମତିଗତି ବଦଳାଇବାକୁ ତାକୁ ଆଉ କିଛି ଦିନ ସାଙ୍ଗରେ ନେଇ ପବିତ୍ର ଉତ୍କଳ ତୀର୍ଥ ବୁଲିବାକୁ ଲାଗିଲେ। ଅବଲକରାକୁ ସଙ୍ଗରେ ନେଇ ତୀର୍ଥକୁ ଗଲେ ପଣ୍ଡିତେ। ଚତୁର୍ଥ ଭାଗଟି ଏଇଠାରେ ଶେଷ। ଶୁଣ ପଞ୍ଚମ ଚରିତ।